ପିଶାଚ ପାଲଟିଗଲା ଜନ୍ମ କଲା ମା। ଯେଉଁ ମା ଦିନେ କେତେ ପୂଜା କେତେ ବ୍ରତ କରି 10 ମାସ ଗର୍ଭ ଯନ୍ତ୍ରଣା ସହି ଯେଉଁ ଝିଅକୁ ଜନ୍ମ ଦେଇଥିଲା, ଶେଷରେ ସେ ମା ନିଜର ଜନ୍ମିତ ଝିଅକୁ ହତ୍ୟା କରିଦେଲା। ଜନ୍ମ କଲା ଝିଅକୁ ଯେଉଁ ହାତରେ ଲାଳନ ପାଳନ କରି ବଢ଼େଇଥିଲା, ଶେଷରେ ସେହି ହାତରେ ଝିଅର ତଣ୍ଟି ଚିପି ହତ୍ୟା କରିଦେଲା। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଯାଇଛି ସୁବର୍ଣ୍ଣପୁର ଜିଲ୍ଲା କୁର୍ସୁମୁଲି ଗାଁରେ, ଯେଉଁଠି ମା ବନିଯାଇଛି ପିଶାଚ। ସାମାନ୍ୟ ସ୍ୱପ୍ନଟିଏ ଦେଖିଦେଲା ବୋଲି ସବୁଦିନ ପାଇଁ ନିଜ ଝିଅକୁ ରାସ୍ତାରୁ ହଟେଇ ଦେଲା। ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନା ଅନ୍ତର୍ଗତ କୁର୍ସୁମୁଲି ଗାଁରେ ଘଟିଯାଇଛି ଏଭଳି ଏକ ହୃଦୟ ବିଦାରକ ଘଟଣା। ଘଟଣାଟି ଥିଲା ଏଇଭଳି। ଗତ 24 ଫେବୃଆରୀ 2025 ତାରିଖରେ ଘଟଣା। କୁର୍ସୁମୁଲି ଗାଁର ଗଣେଶ ମହାପାତ୍ର ଏବଂ ତାଙ୍କ 20 ବର୍ଷୀୟ ପୁଅ କୁଆଡ଼େ ଭୋଜି ରାନ୍ଧିବାକୁ ଯାଇଥିଲେ। ଘରେ ସ୍ତ୍ରୀ ଆଶାଲତା ଏବଂ 5 ବର୍ଷୀୟ ଝିଅ ନିଶା ଥିଲେ। ତେବେ ଘରକୁ ଫେରି ଦେଖିଲା ବେଳକୁ ଅଚେତ ଅବସ୍ଥାରେ ପଡ଼ି ରହିଥିଲା ନିଶା। ଏଣୁ ମୋଟରସାଇକେଲ ଯୋଗେ ଉଭୟ ବାପ ପୁଅ ନିଶାକୁ ମେଡିକାଲକୁ ନେଇଯାଇଥିଲେ, କିନ୍ତୁ ଡାକ୍ତର ସେଠାରେ ନିଶାକୁ ମୃତ ଘୋଷଣା କରିଥିଲେ। ସେତେବେଳେ ନିଶାର ମୃତ୍ୟୁକୁ ନେଇ ବିରମହାରାଜପୁର ଥାନାରେ ଏକ ଅପମୃତ୍ୟୁ ମାମଲା ଦାୟର କରିବା ସହ ନିଶାର ପୋଷ୍ଟମର୍ଟମ ପାଇଁ ପଠାଇଥିଲା ପୋଲିସ। ତେବେ ଆଜି ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ 5 ବର୍ଷୀୟ ଶିଶୁକନ୍ୟା ନିଶା ମହାପାତ୍ରକୁ ତଣ୍ଟି ଚିପି ହତ୍ୟା କରିଯାଇଥିବା ନେଇ ଜଣାପଡ଼ିଥିଲା। ଫଳରେ ପୋଲିସ ଉକ୍ତ କେସ୍ଟିକୁ ଅପମୃତ୍ୟୁ ମାମଲାରୁ ହତ୍ୟା ମାମଲାକୁ ପରିବର୍ତ୍ତନ କରିବା ସହ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ଶିଶୁକନ୍ୟାର ମା ଆଶାଲତା ମହାପାତ୍ର ହିଁ ନିଜର ଶିଶୁକନ୍ୟାକୁ ହତ୍ୟା କରିଥିବା ନେଇ ଜଣାପଡ଼ିଥିଲା। ଘଟଣାର 15 ଦିନ ପୂର୍ବରୁ ମୃତ ଶିଶୁକନ୍ୟାର ମା ଆଶାଲତା ରାତିରେ କୁଆଡ଼େ ଭାନୁମତୀ ଦେବୀଙ୍କୁ ସ୍ୱପ୍ନ ଦେଖିଥିଲେ। ସ୍ୱପ୍ନ ଦେଖିବା ପରଠାରୁ ଝିଅ ପ୍ରତି ତାଙ୍କର ରାଗ ଭାବ ଆସିଥିଲା। ଶେଷରେ ସେ 24 ଫେବୃଆରୀ 2025 ତାରିଖରେ ଘରେ ସ୍ୱାମୀ ଓ ପୁଅ ନଥିବା ସମୟରେ ଝିଅର ତଣ୍ଟିକୁ ନିଜର ଶାଢ଼ୀର କିଛି ଅଂଶ ଚିରି ସେଥିରେ ହତ୍ୟା କରିଥିବା ନେଇ ପୋଲିସ ଆଗରେ ସ୍ୱୀକାର କରିଛନ୍ତି। ଏଣୁ ଆଜି ବିରମହାରାଜପୁର ପୋଲିସ ଆଶାଲତାଙ୍କ ଡାକ୍ତରୀ ମାଇନା ପରେ ଜେଲ୍ ହାଜତକୁ ପଠାଇ ଦେଇଥିବା ବିରମହାରାଜପୁର ଉପଖଣ୍ଡ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ସାଧାରଣ ଏକ ସ୍ୱପ୍ନ ଦେଖିବାକୁ ନେଇ ଜଣେ ମା କିଭଳି ପିଶାଚ ପାଲଟିଗଲା, କେମିତି ଏବଂ କ'ଣ ପାଇଁ ଜଣେ ମା ଏତେ ନିଷ୍ଠୁର ହୋଇଗଲା, ସେ ନେଇ ଏବେ ସବୁଆଡ଼େ ଚର୍ଚ୍ଚା ଜୋରଦାର। ଗତ 24/2/2025 ଦିନ ଆକାଶ ମହାପାତ୍ରଙ୍କ ରିପୋର୍ଟରେ ଗୋଟେ ୟୁଡି କେସ୍ ହେଇଥିଲା। ସଂକ୍ରାନ୍ତରେ ଗୋଟେ ୟୁଡି କେସ୍ ହେଇଥିଲା। ଆଉ ତାଙ୍କ ଘର କୋର୍ଟସମୁଲି। ଆମର ୟୁଡି କେସ୍ ନମ୍ବର 5/25ରେ ଆମେ ରେଜିଷ୍ଟ୍ରେସନ୍ କରିଥିଲୁ। ଆଉ ଆମର ଯେଉଁ ହରିହର ପାଣ୍ଡିଆ ଓ ଏଏସ୍ଆଇ ବି ବରାଲ ତାକୁ ଇନକ୍ୱାରି କରୁଥିଲୁ। ଡ୍ୟୁରିଂ ଇନକ୍ୱାରି ଆମେ ତାକୁ ରିପୋର୍ଟଟା ସେ ଯେଉଁ ଯିଏ ରିପୋର୍ଟ ଦେଇଥିଲେ ସେ କହିଲେ ଯେ ମୁଁ ଆଉ ମୋ ବାପା ଯାଇଥିଲୁ ଅନ୍ୟ କାମରେ ଯାଇଥିଲୁ। ଘରେ ଆସିଲା ବେଳେ ଦେଖିଲୁ ଯେ ଝିଅ ମୋ ଭଉଣୀଟା ମୁମୂର୍ଷୁ ଅବସ୍ଥାରେ ଘରେ ଅଛି ପଡ଼ିଛି। ତାକୁ ଇମିଡ଼ିଏଟଲି ଆମେ ମେଡ଼ିକାଲକୁ ନେଲି ବୋଲି ସେ କହିଲେ। ମେଡ଼ିକାଲରେ ଡକ୍ଟର ଉଲୁଣ୍ଡା ମେଡ଼ିକାଲକୁ ନେଲି ବୋଲି କହିଲେ। ଆଉ ସେଠି ଡକ୍ଟର ତାକୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇକରି ଆମେ ଗୋଟେ ୟୁଡି କେସ୍ ବିରମହାରାଜପୁର ପିଏସ୍ ୟୁଡି କେସ୍ ନମ୍ବର 5/25 ଗୋଟେ କେସ୍ଟେ କରିଥିଲୁ। ଆଉ ଇନକ୍ୱାରି କରିଥିଲୁ। ତାକୁ ଇନକ୍ୱେଷ୍ଟ ହେଲା ପରେ ତାକୁ ପଠାଇଥିଲୁ ସୋନପୁର ମେଡ଼ିକାଲକୁ ପୋଷ୍ଟମର୍ଟମ ପାଇଁ। ଆଉ ବର୍ତ୍ତମାନ ପୋଷ୍ଟମର୍ଟମ ରିପୋର୍ଟଟା ଆସିଲା ପରେ ଆମେ ଦେଖିଲୁ ଯେ ଡକ୍ଟର ସେଥିରେ ଲେଖିଛନ୍ତି ଶ୍ୱାସରୁଦ୍ଧ ହେଇକରି ମାନେ ଷ୍ଟ୍ରାଙ୍ଗୁଲେସନ୍ ମାନେ ତଣ୍ଟି ଚିପିକରି ଶ୍ୱାସରୁଦ୍ଧ କରି ମାରିଛି ବୋଲିକରି କ୍ଲିୟରଲି ସେ ଦେଇଛନ୍ତି ପିଏମ୍ ରିପୋର୍ଟରେ ରୋପ୍ ଦ୍ୱାରା। ଆଉ ତାପରେ ଆମେ କେସ୍ଟା ଟର୍ନ କଲୁ ଯେଉଁଟାକି ଆଜି କେସ୍ଟା ହେଲା। ତାଙ୍କ ରିପୋର୍ଟରେ ଏଏସ୍ଆଇ ବି ବରାଲଙ୍କ ରିପୋର୍ଟରେ ଗୋଟେ କେସ୍ଟା ହେଲା ଅନ୍ ଦି ବେସିସ୍ ଅଫ୍ ପିଏମ୍ ରିପୋର୍ଟ। ତାଙ୍କର ଯେଉଁ ପିଏମ୍ ରିପୋର୍ଟ ଅଣ୍ଡରରେ ଆଉ ସେଇଟା ଆମର ବିରମହାରାଜପୁର ପିଏସ୍ କେସ୍ ନମ୍ବର 96 ଆଜିର ଡେଟ୍ରେ ହେଇଛି। ଅଣ୍ଡର ସେକ୍ସନ୍ 103/238 ବିଏନ୍ଏସ୍ରେ ଗୋଟେ କେସ୍ଟେ କରୁଛୁ।
କେସ୍ ପରେ ସାର୍ ପୋଲିସ କେନ୍ ପ୍ରକାର ଇନଭେଷ୍ଟିଗେସନ୍ କରିଛି ଏବଂ ମୁଦାଲା କନଫେସ୍ କରିଛି କି କାଣା ସେ କେସ୍ଟା ବର୍ତ୍ତମାନ ତଦନ୍ତାଧୀନ ଅଛି। ଆଇଆଇସି ନିଜେ ସେ କେସ୍ଟା ତଦନ୍ତ କରୁଛନ୍ତି ଏବଂ ଡ୍ୟୁରିଂ କୋର୍ସ ଅଫ୍ ଇନଭେଷ୍ଟିଗେସନ୍ ବର୍ତ୍ତମାନ ସେ ଏଇ ଯେଉଁ ଝିଅର ମା ସିଏ ଆଶାଲତା ମହାପାତ୍ର ସିଏ ସ୍ୱୀକାର କରୁଛନ୍ତି ଯେ ମୋତେ ସ୍ୱପ୍ନ ଦୋଷ ହେଲା ଯାହାଦ୍ୱାରା କି ମୁଁ 10 ଦିନ ପୂର୍ବରୁ ମୋତେ ଖାଲି ରାଗ ରାଗ ଲାଗୁଥିଲା, ସେଥିପାଇଁ ଝିଅର ତଣ୍ଟି ଚିପି ମାରି ଦେଇଥିଲେ ବୋଲି ସେ ସ୍ୱୀକାର କଲେ। ଏବଂ ସେ ଯେଉଁ ତାଙ୍କ ଯେଉଁ ରୋପ୍ଟା ଯେଉଁ କହୁଛନ୍ତି ଶାଢ଼ୀ ଯେଉଁ ପିନ୍ଧିଥିବା ଶାଢ଼ୀର ଧଡ଼ିରେ ସେ ମାନେ ମୋଡ଼ି ଦେଲେ ବୋଲି କହୁଛନ୍ତି, ବେକଟାକୁ ହାସରେ ପକାଇଦେଲେ ବୋଲି କହୁଛନ୍ତି। ଆଉ ସେଇଟା ବି ସିଜ୍ ହେଇଛି, ଆମେ ସିଜ୍ କରିଛୁ। ସାକ୍ଷୀମାନଙ୍କ ସାମ୍ନାରେ ସବୁ ସ୍ୱୀକାର କରିଛନ୍ତି ଏବଂ ବର୍ତ୍ତମାନ ତଦନ୍ତାଧୀନ ଅଛି ଓ ତାକୁ ଆମେ ଆଜି ଫରୱାର୍ଡ଼ କରିବୁ।